ସାମୁଏଲଙ୍କର ପ୍ରଥମ ପୁସ୍ତକ 30 ଅଧ୍ୟାୟ ପ୍ରଥମ ପଦରୁ। ଏ ଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ ନଗରରେ ଉପସ୍ଥିତ ହେଲେ। ସେ ସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ ଆକ୍ରମଣ କରିଥିଲେ ଓ ସିକ୍ଲଗକୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ। ପୁଣି ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଥିଲେ। ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ। ପ୍ରିୟମାନେ, ଏଠି କ'ଣ ହେଇଥିଲା? ଦାଉଦ ଏବଂ ଦାଉଦଙ୍କ ସହିତ ରହୁଥିବା ସାଥୀମାନେ ତାଙ୍କ ଦେଶ ପାଖରେ ଯେଉଁ ଦେଶ ଥିଲା ସେଠିକି ଯୁଦ୍ଧ କରିବାକୁ ଯାଇଥିଲେ। ସେମାନେ ଭଲ ପାଉଥିବା ସ୍ତ୍ରୀ, ପିଲାଛୁଆ, ଘର ସଂସାର ଛାଡ଼ି ସେମାନେ ଯୁଦ୍ଧକୁ ଯାଇଥିଲେ। ଯେତେବେଳେ ସେମାନେ ଅନ୍ୟ ଦେଶକୁ, ଅନ୍ୟ ପ୍ରାନ୍ତକୁ ଯୁଦ୍ଧ ପାଇଁ ଯାଇଥିଲେ, ଏହା ଉପଯୁକ୍ତ ସମୟ ବୋଲି ଭାବି ଅମାଲେକୀୟ ମାନେ ସେମାନଙ୍କ ଉପରେ, ଅର୍ଥାତ୍ ଦାଉଦ ଆଉ ତାଙ୍କର ଲୋକମାନେ ଯେଉଁଠି ରହୁଥିଲେ ସିକ୍ଲଗ ନାମକ ପ୍ରାନ୍ତରକୁ ଆସିଗଲେ। ଆଉ ସେମାନେ ଆସି ହଠାତ୍ ସେମାନଙ୍କୁ ଆକ୍ରମଣ କଲେ। ଆଉ ଦାଉଦଙ୍କ ସହିତ ଯେଉଁମାନେ ରହୁଥିଲେ ତାଙ୍କର ସ୍ତ୍ରୀ ଆଉ ପିଲାମାନଙ୍କୁ ଆଉ ତାଙ୍କର ଧନ ସମ୍ପତ୍ତି ଗୁଡ଼ିକୁ ଲୁଟି ନେଇ ଚାଲିଗଲେ। କିଏ ଏମିତି କରିଥାଏ କୁହନ୍ତୁ ତ? ଅମାଲେକୀୟ ଲୋକମାନେ। ଆପଣଙ୍କର ମନ ଅଛି ନା? ସାଉଲଙ୍କୁ ପରମେଶ୍ୱର ଡାକି କହିଥିଲେ, ସାଉଲ, ଅମାଲେକୀୟ ମାନଙ୍କର ନାମ ଏ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଭାବରେ ଲୋପ କରିଦିଅ, ଯାଅ। ଏପରି ସାଉଲଙ୍କୁ କହିବାରୁ ସାଉଲ କ'ଣ କଲେ ଜାଣନ୍ତି କି? ଅମାଲେକୀୟ ମାନଙ୍କ ଉପରେ ଆକ୍ରମଣ କରି, ଯୁଦ୍ଧ କରି, କାହାକୁ ମଧ୍ୟ ନ ମାରି କିଛି ଲୋକମାନଙ୍କୁ ଜୀବିତ ରଖିଲେ। ଆଉ ଯେଉଁମାନଙ୍କୁ ସେ ଜୀବିତ ରଖିଲେ ସେମାନଙ୍କ ମଧ୍ୟରୁ ଜଣେ ଅମାଲେକୀୟ ମାନଙ୍କର ରାଜା ଥିଲା। ସେ ରାଜାର କ'ଣ ନାଁ ଥିଲା ଜାଣନ୍ତି କି? ରାଜା ଅଗାଗ। ଧ୍ୟାନର ସହିତ ଶୁଣନ୍ତୁ। ଏହି ଅମାଲେକୀୟ ମାନଙ୍କ ବିଷୟରେ ମୋସାଙ୍କ ଦ୍ୱାରା ପରମେଶ୍ୱର କହିଥିଲେ ବିବରଣ ପୁସ୍ତକ ତାର 25 ଅଧ୍ୟାୟ ତାର 17 ପଦ ଠାରୁ, ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତୁମ୍ଭକୁ ଯାହା କଲା, ତୁମ୍ଭେ ଶ୍ରାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚାତବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ, ଏହା ସ୍ମରଣ କର। ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କ ଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଚିହ୍ନ ଲୋପ କରିବ, ତୁମ୍ଭେ ପାଶୋରିବ ନାହିଁ। ତୁମେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ପରେ ଅମାଲେକୀୟ ମାନଙ୍କୁ ମାରିଦେବ। ସେମାନେ ପଥିକ ମାନଙ୍କୁ ଲୁଟିବା ଲୋକ। ଯେତେବେଳେ ତୁମେ ଯାତ୍ରା କରୁଥିଲ, ଯେତେବେଳେ ତୁମେ ଥକି ଯାଇଥିଲ, ଯେତେବେଳେ ତୁମେ ଦୁର୍ବଳ ହୋଇ ପଡ଼ିଥିଲ, ସେତେବେଳେ ତୁମ ସ୍ତ୍ରୀ ଆଉ ପିଲାମାନଙ୍କୁ ସେମାନେ ଆକ୍ରମଣ କଲେ ଆଉ ଲୁଟି ନେଲେ। ଏମାନେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବେ ତୁମ ଜୀବନରେ ଶାନ୍ତି ରହିବ ନାହିଁ। କାରଣ ଅମାଲେକୀୟ ମାନେ ପଥିକଙ୍କୁ ଲୁଟିବା ଲୋକ। ସେମାନେ ହଠାତ୍ ତୁମ ଉପରେ ଆକ୍ରମଣ କରି ତୁମକୁ ଲୁଟି ନେବେ। ସେମାନେ ଯେପର୍ଯ୍ୟନ୍ତ ବଞ୍ଚିଥିବେ ତୁମକୁ ଶାନ୍ତି ମିଳିବନି। ସେଥିପାଇଁ ଅମାଲେକୀୟ ମାନଙ୍କୁ ମାରି ପକାଅ। ଏହିପରି ବ୍ୟବସ୍ଥା ପୁସ୍ତକରେ ମୋସାଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କୁ କୁହାଯାଇଥିଲା। ଏହିପରି କହିବା ସତ୍ତ୍ୱେ ମଧ୍ୟ ଏମିତି ହେଲା ଯେ ଜିହୋଶୁଆଙ୍କ ସମୟରେ ମଧ୍ୟ ଅମାଲେକୀୟ ମାନଙ୍କୁ ସେମାନେ ହତ୍ୟା କଲେ ନାହିଁ। ସାଉଲଙ୍କୁ ଇସ୍ରାଏଲର ରାଜା ଭାବରେ ନିଯୁକ୍ତ କରି ତୁମେ ଯାଇ ଅମାଲେକୀୟ ମାନଙ୍କୁ ମାରିଦିଅ, କାରଣ ଏମାନେ ଯେ ପର୍ଯ୍ୟନ୍ତ ଜୀବିତ ଥିବେ ଏମାନେ ତୁମ ରାଜ୍ୟକୁ ଶାନ୍ତିରେ ରହିବାକୁ ଦେବେ ନାହିଁ, ଏଥିପାଇଁ ମାରିଦିଅ। ପ୍ରିୟମାନେ, ମୁଁ ପୁଣି ମନେ ପକାଇ ଦେଉଛି, ଆପଣଙ୍କ ଶରୀରର କାର୍ଯ୍ୟ ଗୁଡ଼ାକ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମୁକତା, କୁଚିନ୍ତା, ଧନର ଲୋଭ, ଏଗୁଡ଼ିକୁ ମାରି ପକାଅ। ଏସବୁ ଯେତେ ପର୍ଯ୍ୟନ୍ତ ଆମ ଜୀବନରେ ଥିବେ ସେତେବେଳେ ପର୍ଯ୍ୟନ୍ତ ଆମେ ଶାନ୍ତିରେ ରହିପାରିବାନି। ଏଥିପାଇଁ ପାପକୁ ମାରି ପକାଅ। ପାପ ସମ୍ବନ୍ଧିତ ସମସ୍ତ ବିଷୟକୁ ମାରି ପକାଅ। ଏଇ କଥା ସେଦିନ ପରମେଶ୍ୱର କହିଥିଲେ, କିନ୍ତୁ ସାଉଲ ତାଙ୍କୁ ମାନିଲା ନାହିଁ। ଗୋଟିଏ ରାଜ୍ୟକୁ ନିଜର ଅଧୀନକୁ ଆଣିବାକୁ ହେଲେ ରାଜାକୁ ମାରିବାକୁ ପଡ଼େ। ରାଜାକୁ ମାରିଦେଲେ କିଏ ବା ତାହାକୁ ନିଜର ନିୟନ୍ତ୍ରଣକୁ ଆଣିଲେ ସେଇ ଦେଶ ଅଧୀନକୁ ଚାଲି ଆସିବ। କିନ୍ତୁ ସାଉଲ କ'ଣ କଲା ଜାଣନ୍ତି କି? ଅମାଲେକୀୟ ମାନଙ୍କ ଉପରେ ଆକ୍ରମଣ କଲେ, କିନ୍ତୁ ଅମାଲେକୀୟ ମାନଙ୍କ ରାଜା ଅଗାଗକୁ ସାଉଲ କ'ଣ କଲେ? ନ ମାରିକି ଜୀବିତ ଛାଡ଼ିଦେଲେ। ସେ ରାଜା ଆଉ ରାଜାଙ୍କର ସ୍ତ୍ରୀ, ସେ ଦୁଇ ଜଣ ଯାକଙ୍କୁ ନ ମାରି ସେମାନେ ପାର୍ଟି କଲେ। ସାଉଲ ଅଧରାତିରେ ଅଗାଗ ରାଜାର ପତ୍ନୀ ଲୁଚିକିରି ଖସି ପଳେଇଲା। ଆଉ ସେ ଖସି ପଳେଇବା ବେଳେ ଗର୍ଭବତୀ ଥିଲା। ତାପରେ ସେ ଗୋଟେ ସନ୍ତାନ ପ୍ରସବ କଲା।
ଫଳସ୍ୱରୂପ ଅଗାଗର ଲୋକମାନେ ପୃଥିବୀରେ ଜାତ ହେଲେ। ଆଉ ଅଗାଗ ରାଜା ଠାରୁ ଅଗାଗର ବଂଶ ଜନ୍ମ ହେଲା। ହାମନ ନାମକ ଜଣେ ଦୁଷ୍ଟ ବ୍ୟକ୍ତି ଥିଲା। ଆପଣଙ୍କୁ ମନ ଅଛି କି ଏଷ୍ଟରଙ୍କ ସମୟରେ ସବୁ ଜିହୁଦୀମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଏହି ଦୁଷ୍ଟ ହାମନ। ଏହି ହାମନ କିଏ ଥିଲା ଜାଣନ୍ତି କି? ଅଗାଗ ବଂଶର ଥିଲା। କିଏ ଥିଲା? ଅଗାଗୀୟ ହାମନ। ଏହା ଆମେ ଏଷ୍ଟର ପୁସ୍ତକରେ ଦେଖୁଛୁ। ଅଗାଗୀୟ ହାମନ କହିବା ଦ୍ୱାରା ହାମନ କାହାର ବଂଶ ହେଉଛି ଜାଣନ୍ତି କି? ଅଗାଗ ରାଜାର ବଂଶ। ଏ ହାମନ କୋଉଠୁ ଆସିଲା ଜାଣନ୍ତି କି? ଅଗାଗ ରାଜା ଠାରୁ ଆସିଲା। ଅଗାଗ ରାଜା ଠାରୁ ଆସିଲା ତ ସେଦିନ ଅଗାଗ ରାଜାକୁ ମାରି ଦେଇଥିଲେ ହାମନ ଜନ୍ମ ହେଇ ନଥାନ୍ତା। ପ୍ରିୟ ଭାଇ ଭଉଣୀମାନେ ଧ୍ୟାନ ଦିଅନ୍ତୁ। ପରମେଶ୍ୱର ସାଉଲଙ୍କୁ କହିଲେ ଅମାଲେକୀୟ ମାନଙ୍କୁ ମାରିଦିଅ। ଏମାନେ ଯଦି ବଞ୍ଚି ରହିବେ ତୁମକୁ ଶାନ୍ତି ମିଳିବନି, ଆଉ ତୁମ ରାଜ୍ୟରେ ତୁମେ କେବେ ବି ଖୁସିରେ ରହିପାରିବନି। ଏହା କହିବା ସତ୍ତ୍ୱେ ସାଉଲ ତାଙ୍କୁ ମାରିଲେ ନାହିଁ। ଫଳସ୍ୱରୂପ କ'ଣ ହେଲା ଜାଣନ୍ତି କି? ଦାଉଦ ଆଉ ତାଙ୍କର ସମସ୍ତ ସେନା ଆଉ ତାଙ୍କର ପରିଚାରକ ମାନେ ମିଶି ଅନ୍ୟ ସ୍ଥାନକୁ ଯେତେବେଳେ ଯୁଦ୍ଧ କରିବାକୁ ଯାଇଥିଲେ, ଅମାଲେକୀୟ ମାନେ ଆସି ରାତିରେ ଲୁଚି ଲୁଚି ଯେତେବେଳେ ଦାଉଦ ଆଉ ତାଙ୍କର ସୈନ୍ୟ ଦଳ ଓ ତାଙ୍କର ସାଥୀମାନେ ନିଜ ଘର ଦ୍ୱାର ଛାଡ଼ିକି ଯେତେବେଳେ ସେମାନେ ଯୁଦ୍ଧକୁ ଯାଇଥିଲେ, ଏମାନେ ଅଚାନକ ଆସି ଦାଉଦ ଆଉ ତାଙ୍କର ଲୋକମାନଙ୍କର ସ୍ତ୍ରୀମାନଙ୍କୁ ସମସ୍ତଙ୍କୁ ବାନ୍ଧି ନେଇ ଚାଲିଗଲେ। ପିଲାମାନଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ଦାଉଦ ଆଉ ତାଙ୍କର ସାଥୀମାନେ ସେଇ ଦେଶକୁ ଯାଇ ସେଠାରେ ବିଜୟ ପ୍ରାପ୍ତ ହୋଇ ଯେତେବେଳେ ଫେରି ଆସୁଛନ୍ତି, ସେମାନେ ଦେଖୁଛନ୍ତି ତାଙ୍କ ସ୍ଥାନ ଖାଲି ପଡ଼ିଛି, ତାକୁ ଜଳେଇ ଦିଆଯାଇଛି। ତାଙ୍କ ଘର, ତାଙ୍କ ତମ୍ବୁ ସବୁକୁ ଜଳେଇ ଦେଇଛନ୍ତି। ସେମାନେ କିଛି ବୁଝିପାରିଲେନି। ଏମାନଙ୍କର କ'ଣ ହେଲା? ମୋର ସ୍ତ୍ରୀ କୁଆଡ଼େ ଗଲେ? ମୋର ପିଲାମାନେ କୁଆଡ଼େ ଗଲେ? ଏହି ପ୍ରକାର ଦାଉଦ ଯେତେବେଳେ ବିଳାପ କରୁଥିଲେ, ଦାଉଦଙ୍କର ସମସ୍ତ ସାଥୀମାନେ ମଧ୍ୟ ବିଳାପ କରିବାକୁ ଲାଗିଲେ। ପରମେଶ୍ୱର ସାଉଲଙ୍କୁ କହିଥିଲେ ଅମାଲେକୀୟମାନଙ୍କୁ ମାରିଦେବ, ମାରିଲେ ନାହିଁ, ଛାଡ଼ିଦେଲେ। ଏବେ ପ୍ରତିଫଳ ଦାଉଦ ଅନୁଭବ କରୁଛନ୍ତି। ଦାଉଦ ସହିତ ତାର ସାଥୀମାନେ ମଧ୍ୟ ଅନୁଭବ କରୁଥିଲେ। ବାପାମାନେ, ମା ମାନେ, ଆପଣଙ୍କ ଜୀବନରେ ଯଦି ପାପକୁ ମାରିବେ ନାହିଁ, ତାହେଲେ ଆପଣଙ୍କ ଜୀବନରେ ଯଦି ଶାରୀରିକ ଅଭିଳାଷକୁ ନ ମାରିବେ, ତାହେଲେ ସଂସାର ଆଉ ସେଥିର ଅଭିଳାଷକୁ ନ ମାରିବେ, ତାହେଲେ ମନ୍ଦତା ଆଉ କୁ ଅଭିଳାଷକୁ ଯଦି ପରିତ୍ୟାଗ ନ କରିବେ, ତାହେଲେ ପରେ ତାହା ଆପଣଙ୍କର ପିଲାମାନଙ୍କ ନିମନ୍ତେ ଅଭିଶାପର କାରଣ ହେବ। ଏହା ଭୁଲନ୍ତୁ ନାହିଁ। ଦିନେ ଜଣେ ଭାଇ ଆସି କହିବାକୁ ଲାଗିଲେ, ପାଷ୍ଟର ଜୀ, ଆମ ଘରେ ଖାଇବାକୁ କିଛି ନାହିଁ। ମୁଁ ଭଲ ପାଠ ପଢ଼େ ପାଷ୍ଟର ଜୀ, କିନ୍ତୁ କଲେଜର ଫିସ୍ ଦେଇପାରିଲିନି, ସେଥିପାଇଁ ମୋତେ କଲେଜରୁ ବାହାର କରିଦେଲେ। ମା ଆଉ ମୁଁ ପ୍ରାୟ ଉପାସ ରହିଥାଉଛୁ, ବହୁତ କଷ୍ଟ ହେଉଛି ପାଷ୍ଟର ଜୀ। ମୁଁ ତାଙ୍କୁ ପଚାରିଲି, ଭାଇ ତୁମର ବାପା ନାହାନ୍ତି କି? କହିଲାରୁ, ବାପା କେମିତି ନାହାନ୍ତି? ଅଛନ୍ତି ପାଷ୍ଟର ଜୀ। ଯଦି ବାପା ଅଛନ୍ତି, ତାହେଲେ ତୁମେ ଆଉ ତୁମର ମା ଉପାସ ଭୋକରେ କେମିତି ଦିନ କାଟୁଛ? କଲେଜର ଫିସ୍ ବି ଦେଇପାରୁନ, ଇଏ କେମିତି କଥା? ଆପଣଙ୍କ ବାପା କିଛି କାମ କରନ୍ତିନି କି? କିଏ କହିଲେ ମୋ ବାପାଙ୍କର କାମ ନାହିଁ ବୋଲିକା? 1,00,000 ଟଙ୍କାରୁ ବି ଅଧିକା ଦରମା ତାଙ୍କର। ଭାଇ ତୁମେ କ'ଣ କହୁଛ? ମୁଁ କିଛି ବୁଝିପାରୁନି। ତୁମର ବାପା ଅଛନ୍ତି ଆଉ ସେ 1,00,000 ଟଙ୍କାରୁ ଉପରକୁ ଦରମା ପାଉଛନ୍ତି। ତୁମେ ଆଉ ତୁମର ମା କାହିଁକି ଉପାସରେ ରହୁଛନ୍ତି? ତୁମେ କଲେଜର ଫିସ୍ କାହିଁକି ଦେଇପାରୁନ? ଏସବୁ କାହିଁକି ହଉଛି? ମୋର ବାପା ଆଉ ଜଣେ ସ୍ତ୍ରୀଙ୍କୁ ରଖିଛନ୍ତି, ସେଇଠି ରହୁଛନ୍ତି ସେ। ପ୍ରିୟମାନେ, ଫୋନରେ ଯେମିତି ସେକେଣ୍ଡ ସିମ୍ ଥାଏ, ଏମିତି ଆପଣଙ୍କ ଜୀବନରେ ଆଉ ସେକେଣ୍ଡ ୱାଇଫ୍ ଅଛି କି? ସେକେଣ୍ଡ ସିମ୍ ଭଳିଆ? ସାବଧାନ, ଏ ଠିକ୍ କଥା ନୁହେଁ। ସେ କ'ଣ କହୁଛି? ମୋର ବାପା ମୋ ସହିତ ରହୁନାହାନ୍ତି, ସେ ସେଇ ସ୍ତ୍ରୀ ସାଙ୍ଗେ ରହୁଛି। ସବୁ ଦରମା ନେଇକି ତାକୁ ହିଁ ଦେଇ ଦେଉଛି। ଯାହାଙ୍କୁ ବିବାହ କରିଛନ୍ତି ସେ ସ୍ତ୍ରୀଠୁ ଅଧିକ, ନିଜ ପୁଅଠୁ ଅଧିକ ମୋ ବାପାଙ୍କ ପାଇଁ ସବୁଠୁ ବଡ଼ ସେ ସ୍ତ୍ରୀ ଲୋକ, ସବୁଠୁ ମୁଖ୍ୟ। ମୁଁ ବହୁତ ଥର କହିଲି, ବାପା ମୁଁ କଲେଜର ଫିସ୍ ଦେଇପାରିନି। ତ କ'ଣ ହେଲା? ମୁଁ ଆଉ ମୋ ମା ଘରେ ଖାଇବା ପାଇଁ କିଛି ନାହିଁ ତ ମୁଁ କ'ଣ କରିବି? ପାପୀ ମନୁଷ୍ୟ। ଯଦି ଏମିତି ଥିଲା ତ ବାହା କାହିଁ ହେଉଥିଲୁ? ପିଲାଛୁଆ କାହିଁ କଲ? ଶୁଣୁଛନ୍ତି କି ଭାଇ? ଏହା ଆପଣଙ୍କର ଦାୟିତ୍ୱ ଅଟେ। ଯିଏ ଆପଣଙ୍କ ଉପରେ ଭରସା କରି ନିର୍ଭର କରି ବିବାହ କରିଛନ୍ତି, ତୁମ ଘରକୁ ଆସିଥିବା ସେହି ସ୍ତ୍ରୀକୁ କନ୍ଦେଇବାର ନାହିଁ, ଦୁଃଖ ଦେବାର ନାହିଁ, କଷ୍ଟ ଦେବାର ମଧ୍ୟ ନାହିଁ। ତା ସହିତ ଉତ୍ତମ ଭାବରେ ବସବାସ କରିବାର ଦାୟିତ୍ୱ ଆପଣଙ୍କର। ସାଉଲ ଯିଏକି ଦେଶର ରାଜା ଥିଲା, ଅଧିକାରୀ ଥିଲା, ତାକୁ ଅମାଲେକୀୟମାନଙ୍କୁ ମାରିବାକୁ କହିଲାରୁ ସେମାନେ ଯେତେ ଦିନ ଯାଏ ତୁମ ଜୀବନରେ ଥିବେ ତୁମେ ଶାନ୍ତିରେ ରହିବନି, ଭଲରେ ରହିବନି, ଏହା କହିଲା ସତ୍ତ୍ୱେ ତାକୁ ମାରିଲା ନାହିଁ। ସେଥିପାଇଁ ଏବେ ଦାଉଦ କଷ୍ଟ ପାଉଛି। ଦାଉଦ ସହିତ ଥିବା ଲୋକମାନଙ୍କୁ ଦୁଃଖ ଭୋଗିବାକୁ ପଡୁଛି। ସେ ଅମାଲେକୀୟ ଯେଉଁମାନଙ୍କୁ ଛାଡ଼ି ଦିଆଗଲା, ସେ ଅମାଲେକୀୟ ମାନେ ପୁଣି ଆସି ପହଞ୍ଚିଗଲେ। ସାବଧାନ,
प्रिय भाई और भौणी माने आपणक जीवन में आपणक शरीर में जो भूल गुड़िक जो मंद अभ्यास गुड़िक जो पाप गुड़िक जो मंद अभिलाष को आप बंचेक रखिए ताहा ही पुणी आपणक जीवन को आपणक परिवार को ध्वंस करदेव। मद थरे छाड़ी देइथिले पुणी आरंभ कर देइछंती कि जुआ खेलिबा छाड़ी देइथिले पुणी आरंभ कर देलेनी कि ताश खेलिबा जुआ खेलिबा थरे छाड़ी देइथिले आपण पुणी आउतरे आरंभ कर देलेनी कि अविश्वस्त भाव धन कमेवा छाड़ी देइथिले पुणी किछि सेटअप आरंभ कर देलेनी कि द्वितीय सिम लगै देलेनी। ये भल कथा नुह। यह आपण जहां को विवाह करिसेंती तांको जीवन रे कष्ट आनिबो। जहां को आपण जन्म देइसेंती से पिलामान को जीवन रे अभिशाप नहीं कि आसीबो। बिल्कुल एया ही हेतिला से दिन साउल को जहाँ करिवार थिला न करिवारु आज दाऊद आ दाऊदंकर समस्त साथी माने निज स्त्री आ पिलामान को हरैबा को पड़ला। भाई और भौणी माने जहां को मारिबा कथा तांको बंचेई रखिले डेंजर। व्यभिचार अछि कि मारी दियंतु, असुचि चिंताधारा अछि कि मारी दियंतु, मंद अभ्यास सब अछि कि मारी दियंतु, धनर लालसा अछि कि मारी दियंतु। सेमान को तुमे जदि बंचेई रखिबो सेमाने तुमको छाड़िबे नाही। सामान्य आनंद पाई अल्प समय सुख पाई पुओ झियो मान को संगे भूलिबा द्वारा अनैतिक संपर्क स्थापन करिबा द्वारा पापमय अभ्यास को धरी राति नाइट क्लब और पब मानकर घूरी बुलिबा जुआ खेलिबा द्वारा ऐश करिबा द्वारा आज आपण आराम रे अछंती बुलुचंती बंचिचंती हेई पारे आज आपण को किछि हेई नाही। सुनंतु आपण को पई कैंसर रेडी हेकी अछि। आपणकर किडनी फेल हवा को रेडी हलानी। हार्ट अटैक आपण को छकी की बसिलानी। एड्स रोग आपण को द्वार मुहरे उंडिलानी। ताहा आज प्रकट हेई नाही किंतु अति शीघ्र आपण जो पाप कार्य लिप्त अछंती तार प्रतिफल स्वरूपे प्राणघातक बेमारी आपण को छकी बसिछि। सावधान। से दिन साउल जदि अमालिक मान को मारी दे थांता भलो ही थांता। से दिन न मारी की छाड़ी देला आज कौन हैला जानंती कि से अभिशाप दाऊदर परिवार ऊपर को आसीगला आ दाऊद सहित तांकर समस्त साथी मान को ऊपर को मध्य आसीगला। कौन हैला केमिति हैला आसंतु देखिबा। पुणी तन्मध्य स्थित स्त्री मानू सान बड़ समस्त को बंदी कर नहीं जाइथिले। से माने काहा को बध न करी समस्त को नहीं अपना पथरे चली जाइथिले। पुणी दाऊद ओ तांकर लोक माने नगर रे उपस्थित हुंते देख नगर अग्नि रे दग्ध ओ सेमानकर भार्या पुत्र ओ कन्यागण बंदी रूपे नीत होई अछंती। तो दाऊद ओ तांकर संगी लोक माने अपना अपना रब उठाई रोदन कले। एपरि कि आउ रोदन करबा को सेमान कोठारे किछि बळ रहिला नाही। प्रिय माने साउल समस्त को कंदेला। ता समय अमालिक्य मान को मारी दियो कहिबारु न मारी छाड़ी दबा कारणरु साउल वर्तमान अनेक लोक मान को कंदौछि। प्रिय भाई और भौणी माने आपणक जीवन रो दुर्बलता को सुधारी दियंतु। आपणकर परिवार रे थिबा विवाद कलह गुडी को बाहर कर दियंतु। पाटी तुंड करिबा बंद कर दियंतु। अयस रो जीवन को छाड़ी दियंतु। पाप को छाड़ी दियंतु। बदभ्यास को छाड़ी दियंतु। नचेत आसंता दिन रे आपणकर पिला माने ही कांदिबे। से माने एमिति कांदिबे जे से माने कांदी कांदी से मानकर आउ बळ रहिबो नाही। आपणकर पिला मान को खुशी रे रहिबार अछि तो आज आपणको आत्मांकर नियंत्रण रे बंचिबाकू पड़िबो। आपणकर आसंता पीढ़ी जेपरि खुशी रे आनंद रे शांति रे सहभागिता रे वास करिवो परमेश्वरकर उपस्थिति रे जदि चालिबो तो आज आपणकर जीवन गोटी आदर्श हबार अछि। सेमानक पय आशीर्वाद हबार अछि। साउलंक परि परमेश्वरंक विरुद्ध रे जदि बंचिबे परवर्ती पीढ़ीर लोक मानक पय एई प्रकार खराब स्थिति हेई जिवो। ठीक अछि ठीक आगु को जिबा। दाऊद कांदुथिला। तार परिवार देखा जाउ नथिला बोली चारिपटे लोक माने कांदुथिले। जणा नै कोन हैला लोक माने भाबुचंती ए सब जो कथा हेची यार कारण कौन। आमे दाऊदंक ऊपर भरोसा करके दाऊदंक सहित युद्ध को गलु सेथिपाई आमर एमती अवस्था। जदि आज दाऊद ही न थांते ताले आमर एमती का खराब स्थिति ही न थांता। एमती जने की कहिदेला। एई कथा सुनी कि बाकी लोक माने मध्य कहले हारे ठीक कथा तो दाऊद बंचिचंती आ आमे दाऊदंक सहित अछु आ सेहितिपाई आज आमे खराब अवस्था रे अछु। जदि दाऊदंक ही मारी दबा ताहले आम स्थिति निहाती बदली जीवो। चलो ताको मारिबा। काहाकू प्रिय माने दाऊदन को समस्ते हाथ रे पत्थर धरि नेले दाऊदन को मारिबा पई। दाऊदन कौन करिया कथा केवल एमाने जे तांकर स्त्री और परिवार को हरैथिले ताहा नुहे दाऊदंकर मध्य ताहा घटिथिला। केवल तांकर स्त्री पिला माने नुहंती दाऊदंकर मध्य
ସେମାନେ କାନ୍ଦୁଥିଲେ, ରୋଦନ କରୁଥିଲେ, ବିଳାପ କରୁଥିଲେ। ଆଉ ଏଇ ସମୟରେ ଜଣ ଜଣ କରି ସମସ୍ତେ ଦାଉଦଙ୍କ ପାଖକୁ ଆସି ଯାଇଥିଲେ। ସମସ୍ତେ ହାତରେ ପଥର ନେଇ ଆସିଥିଲେ। କଣ ପାଇଁ ଜାଣନ୍ତି? ଦାଉଦକୁ ମାରି ପକେଇବା ପାଇଁ। ସେତେବେଳେ ଦାଉଦ କଣ କରିବାର ଥିଲା କୁହନ୍ତୁ? ତାହା ପାଖରେ ଯାହା ଥିଲା କୁହନ୍ତୁ ତ, ନିଜ ପାଖରେ ଥିବା ଖଣ୍ଡାକୁ କାଢିବାର ଥିଲା। କିନ୍ତୁ ପ୍ରିୟମାନେ, ଦାଉଦ ଗୋଟିଏ ବାଲିଗିରିଡା ପଥର ଦ୍ୱାରା ଗଲିଆତକୁ ମାରି ଦେଇଥିଲେ। ସେ ବହୁତ ବଳବାନ ଥିଲେ, ଯୁଦ୍ଧରେ ନିପୁଣ ଥିଲେ, ଜଣେ ବୀର ଯୋଦ୍ଧା ଥିଲେ। ତାଙ୍କ ବିରୁଦ୍ଧରେ ଆସିବା ଲୋକକୁ ଦେଖି ଆପଣା ଖଣ୍ଡା ବାହାର କରି ଯଦି କି ଆଗକୁ ଆସିବ ତାହେଲେ କାଟି ପକେଇବି କହିଲା ନାହିଁ ପ୍ରିୟମାନେ, କହିଲା ନାହିଁ ପ୍ରିୟମାନେ। ଆଉ ସମସ୍ତେ ତା ବିରୁଦ୍ଧରେ ଥିଲେ। ଆଉ ଯେତେବେଳେ ସେ ନିଃସହାୟ ଅବସ୍ଥାରେ ଥିଲା, ଆଉ ସେଇ ସମୟରେ କେଉଁଠାରୁ ତାର ସାହାଯ୍ୟ ଆସିବ? ଆଜ୍ଞା ମାନେ, ଗୋଟେ ମିନିଟ ରହିଯାଆନ୍ତୁ। ଯଦି ତୁମେ ମୋତେ ମାରି ପକେଇବ, ତୁମର ସ୍ତ୍ରୀ ଆଉ ପିଲାମାନେ କଣ ମିଳିଯିବେ କି? ମିଳିବେ କି? ମିଳିବେନି। ଯଦି ମୁଁ ଜୀବିତ ରହିବି ତାହେଲେ ତୁମେ ଜୀବିତ ରହିବ, ଆଉ ତୁମର ପିଲା ଛୁଆଙ୍କୁ ପାଇପାରିବ। ବୁଝିପାରିଲ ତ? ତୁମର ଯୋଉ ଦୁଃଖ ମୋର ମଧ୍ୟ ସେଇ ଦୁଃଖ। ଆମ ସମସ୍ତଙ୍କ ଦୁଃଖକୁ ଯେ ଦୂର କରିପାରିବେ ସେ ପରମେଶ୍ୱର ଅଟନ୍ତି। ଆମେ ପରମେଶ୍ୱରଙ୍କ ପାଖକୁ ଯିବା, ପ୍ରାର୍ଥନା କରିବା। ଆଶ୍ଚର୍ଯ୍ୟ ବିଷୟ ନା ପ୍ରିୟମାନେ, ପ୍ରିୟ ଭଉଣୀମାନେ, ବିବାହ ହେବା ପରେ ଆପଣ ଯେମିତି ଭାବୁଛନ୍ତି ବେଳେବେଳେ ଆପଣଙ୍କ ଘରେ ସେମିତି ହବନି। ଆପଣ ଯେମିତି ଭାବୁଛନ୍ତି ଆପଣଙ୍କ ଘରେ ସେମିତି ଆଣିକି ଦେଇପାରିବ ଆପଣଙ୍କ ସ୍ୱାମୀ, ଏମିତି ହେଇପାରିବନି। ସେ ଆପଣଙ୍କ ଅଭିଳାଷ ପୂର୍ଣ୍ଣ କରିପାରୁନଥିବ, ଆପଣଙ୍କ ଆବଶ୍ୟକତାକୁ ବି ପୂର୍ଣ୍ଣ କରିପାରୁନଥିବ। ଏଇ କାରଣରୁ ସ୍ୱାମୀ ସାଙ୍ଗରେ ଝଗଡ଼ା କରି ଲାଭ ନାହିଁ। ଭାଇ, ଆପଣ ଯେମିତି ଭାବିଥିଲେ ସେମିତି ସୁନ୍ଦର ନୁହନ୍ତି। ଆପଣ ଯେମିତି ଭାବିଥିଲେ ସେମିତି ପାଠ ପଢି ନାହାନ୍ତି। ଆପଣ ଯେମିତି ଆଶା କରିଥିଲେ ସେମିତି ଚିକେନ ବିରିୟାନୀ ବନେଇ ପାରୁନାହାନ୍ତି। ଏଇଆ ଭାବିକି ସ୍ତ୍ରୀ ସହିତ ଝଗଡ଼ା କଲେ କିଛି ଫାଇଦା ଅଛି କି? ସମସ୍ୟା କିଛି ବି ହେଇଥାଉ, ଆର୍ଥିକ ସମସ୍ୟା ହଉ କି ରୋଗ ବିମାରୀ ହଉ, ସମସ୍ୟା କିଛି ବି ହେଇଥାଉ, ଖାଲି ପରସ୍ପରକୁ ଦୋଷ ଦେଲେ ସମସ୍ୟାର ସମାଧାନ ହବ ନାହିଁ ପ୍ରିୟମାନେ। ତାହେଲେ ଆମେ କଣ କରିବା? ଏମିତି ପରିସ୍ଥିତିରେ ତମେ ମୋ ଉପରେ ଚିଲ୍ଲାଅ, ମୁଁ ତମ ଉପରେ ଚିଲେଇବି, ଆମେ ପରସ୍ପରକୁ ଚିଲେଇବା, ତାହେଲେ କଣ ସମସ୍ୟାର ସମାଧାନ ହବ କି? କଷ୍ଟ ଦୂର ହବ କି? ହବ ନାହିଁ ନା। ଆମର ସମସ୍ୟାକୁ ଯିଏ ଦୂର କରିପାରିବ ସେ କେବଳ ପରମେଶ୍ୱର ଅଟନ୍ତି। ସେଇ ପରମେଶ୍ୱରଙ୍କ ପାଖକୁ ଯିବା, ଏହା ଭାବିକରି ସ୍ୱାମୀ ଆଉ ସ୍ତ୍ରୀ ଭାବରେ ପରସ୍ପର ସହିତ ମିଳିଯିବା ହିଁ ଧୈର୍ଯ୍ୟର ଚିହ୍ନ ଅଟେ। ଆପଣ କିଛି ବୁଝିପାରିଲେ କି? ଛାଡ଼ପତ୍ର ଦେଇଦେବି କହିକି ଧମକେଇଲେ ପରିବାର ସ୍ଥିର ରହିବନି। ଏଇ ବାକ୍ୟ ଶୁଣୁଥିବା କୌଣସି ସ୍ୱାମୀ ସ୍ତ୍ରୀଙ୍କୁ ଛାଡ଼ିଦେବି, ଛାଡ଼ପତ୍ର ଦେଇଦେବି କଣ ଭାବୁଛ? ଏହି ପ୍ରକାର ପରସ୍ପରକୁ ଡରାନ୍ତୁ ନାହିଁ। ଏହା ଏକ ବିରାଟ ମୂର୍ଖତା ଅଟେ। ପ୍ରିୟ ଭଉଣୀମାନେ, ମୁଁ ତମକୁ ଛାଡ଼ିଦେବି, ଛାଡ଼ପତ୍ର ଦେଇଦେବି ତମକୁ, ଏଇ ପ୍ରକାର ପାଟିତୁଣ୍ଡ କଲେ ଥରେ ସ୍ୱାମୀକୁ ଛାଡ଼ି ସାରିଲା ପରେ କଣ ଆପଣଙ୍କୁ ଆଉ ଗୋଟେ ଭଲ ସ୍ୱାମୀ ମିଳିବ? ସ୍ତ୍ରୀଙ୍କୁ ଛାଡ଼ିଦେଲା ପରେ କଣ ଆପଣଙ୍କ ପାଇଁ ଆଉ ଗୋଟେ ଭଲ ସ୍ତ୍ରୀ ପ୍ରସ୍ତୁତ ଥିବ କି? ଏପରି ପାଗଳମାନଙ୍କର ପରି କଥା କୁହନ୍ତୁ ନାହିଁ। ଜଣଙ୍କର ସହିତ ରହିବା, ଜଣଙ୍କର ସହିତ ଗୃହସ୍ଥି କରିବା, ସୁଖରେ ରହିବା ଯଦି ସମ୍ଭବ ଅଛି, ସ୍ୱାମୀକୁ ଛାଡ଼ିକିରି ସ୍ତ୍ରୀକୁ ଛାଡ଼ିକିରି ଆଉ ଥରେ ବିବାହ କରିବା, ଏ ଯେ ସଫଳ ହେଇଯିବ ତାର ଗ୍ୟାରେଣ୍ଟି ଅଛି କି? ପ୍ରିୟମାନେ, ଥରେ ଜଣେ ବ୍ୟକ୍ତି ଗୋଟେ କବରଖାନା ଯାଇ କବର ପାଖରେ କାନ୍ଦୁଥିଲେ। କାହିଁ ମରିଗଲ, କାହିଁ ମରିଗଲ, ସେଇ ଗୋଟେ କଥା କହିକି କାହିଁ ମରିଗଲ, କାହିଁ ମରିଗଲ, କାହିଁ ମରିଗଲ ଛାତି ପିଟି ପିଟି ଯେତେବେଳେ କାନ୍ଦୁଥିଲା, ସେଇ ପାଖ ଦେଇ ଯାଉଥିବା ଜଣେ ବ୍ୟକ୍ତି ତାକୁ କାନ୍ଦୁଥିବା ଦେଖି ବୋଧେ ଆର ସ୍ତ୍ରୀ ମରିଯାଇଛି, ବୋଧେ ତାକୁ ବହୁତ ଭଲ ପାଉଥିଲା, ତାର ସ୍ତ୍ରୀ ମରିଯାଇଛି, ସେଇଥିପାଇଁ ବୋଧେ ଏତେ କାନ୍ଦୁଛି ବୋଲି ଭାବି ସେ କାନ୍ଦୁଥିବା ଲୋକ ଉପରେ ହାତ ରଖିକି, ଭାଇ କିଏ ମରିଯାଇଛି? ତାକୁ ଦେଖିକି କାହିଁ ମରିଗଲ ତମେ? ପୁଣି ଆରମ୍ଭ ହେଇଗଲା। ସେ ଲୋକଟି ବୁଝିପାରିଲା ଯେ ଇଏ ଯାହାକୁ ସବୁଠୁ ବେଶୀ ପ୍ରେମ କରୁଥିଲା ବୋଧେ ତାର ସେଇ ସ୍ତ୍ରୀ ମରିଯାଇଛି। ପୁଣି ଆଉ ଥରେ ଚେଷ୍ଟା କରି, ଆପଣଙ୍କ ସ୍ତ୍ରୀ ମରିଯାଇଛନ୍ତି କି? କାହିଁ ମରିଗଲୁ, କାହିଁ ମରିଗଲୁ? ପୁଣି ଟିକେ ବେଳ ଅଟକି ଯାଇକି ସେ ଲୋକଟି ଭାବିଲା ବୋଧେ ତାର ମା ମରିଯାଇଛି, ସେ ତାକୁ ବହୁତ ଭଲ ପାଉଥିଲା। ପଚାରିଲା, ତମର ମା ମରିଯାଇଛନ୍ତି? ଆରେ ନାଇଁ, କାହିଁ ମରିଗଲୁ ତୁ, କାହିଁ ମରିଗଲୁ? ତମ ବାପା ମରିଯାଇଛନ୍ତି କି? ନାଇଁ ଭାଇ। ତମ ପୁଅ ଝିଅ ହେବେ ପରା? ନାଇଁ ଭାଇ। ଲୋକଟି କିଛି ବୁଝିପାରିଲାନି। ସ୍ତ୍ରୀ ନୁହଁ କହୁଛି, ମା ନୁହଁ କହୁଛି, ବାପା ନୁହଁ କହୁଛି, ପୁଅ ନୁହଁ, ଝିଅ ନୁହଁ, ତଥାପି କାନ୍ଦୁଛି। କିନ୍ତୁ କାନ୍ଦୁଛି ଗଲା କାନ୍ଦୁଛି, ଖାଲି କାହିଁ ମରିଗଲୁ, କାହିଁ ମରିଗଲୁ ହଉଛି।
सी एमती कांदुला आको किछि बुझा पड़ू नथिला किए हेइथिबो परा स्त्री नुह मां नुह बापा नुह पुओ नुह कि झियो नुह किंतु छाती पिटी पिटी कांदुची काई मरिगलु से लोकटी आउ सही पारलानी ता टेंशन को आउ देखी पारला नहीं बाबू गोटे मिनिट कंदा कटा टिके बंद कर ये किए बोली ताको पचारिबार से कहला मो स्त्री रो प्रथम स्वामी किए ये मो स्त्री रो प्रथम स्वामी आउ ये लोक आसी ता पाखरे कांदुची तू काई मरिगलु रे तू काई मरिगलु जदि तू मरि न थांतो मोर एमिति हालत आज हेई न थांता ये थिला घटना किछि बुझिले तो अभी जो स्वामी अच्छी जो स्त्री अच्छी खुशी रे रुहंतु ता सहित नले एई लोक भलिया कांदुथिबे तू काई ताको छाड़ी देलु रे तू काई ताको छाड़ी देलु एमती कांदुथिबे प्रिय भाई और भौणी माने दया करी शुणंतु दाऊद तार स्त्री आउ पिला मान को हरैला आउ तांको साथी माने मध्य तांको स्त्री पिला मान को हरैले आउ एपरी समय दाऊद को किए जदि मारिबा को चेष्टा कला ए समस्या दूर होई थांता कि हेई न थांता स्वामी सहित स्त्री झगड़ा करे स्त्री सहित स्वामी झगड़ा करे समस्या दूर हब नहीं बरंच बढ़ी जीव एक कथा बोलंतु नहीं सेही समय दाऊद कौन कले आसंतु देखिबा 6 पदरे एथिरे दाऊद अतिशय उद्विग्न हेले कारण प्रत्येक लोकर मन आपणा आपणा पुत्र कन्या सकाशु विरक्त हेबारु लोक माने तांको पत्थर रे मारिबाकू कहिले मात्र दाऊद सदा प्रभु आपणा परमेश्वरंक ठारे आपणा को सबल कले ए उत्तर दाऊद अबिमेलेकर पुत्र अबियाथर याजक को कहिले मो कति की गोटी एफोद आनिल तहिर अबियाथर दाऊदंक निकट को एफोद आनिला सेतेबेले दाऊद सदाप्रभुଙ୍କ निकटରେ पचारि कहिले मु एही सैन्य दलर पछे पछे गुड़ाइले कि सेमानक संग धरि परिबि तहिने से तांको कहिले पछे पछे जाओ हे पिता हे जिहोवा मोर स्त्री पिला मानकु से माने नहीं जाइचंती मो ऊपर निर्भरशील मो साथी मानकर स्त्री पिला मानकु भी नहीं जाइचंती आम समस्तंकर समस्या गोटिए प्रभु एही समस्यार समाधान आम पाखरे नाही किंतु समाधान केवल तुम पाखरे अच्छी पिता आमर स्त्री पिला माने आमको कौन आउ थे मिलिबे एपरी कही दाऊद कौन कले प्रार्थना कले परमेश्वर पाखे समाधान कौन तुमर हजि जाइथिबा स्त्री आउ पिला माने पुणी आउ थे तुमको मिली जिवे परमेश्वर कहिले प्रिय भाई और भौणी माने स्वामी को हरैछंती कि स्त्री को हरैछंती कि पिलामान को हरैछंती कि निजर कलिहुड़ी गुण पाई निजर मूर्खता पाई दूर को चली जाइथिबा मोर स्वामी दूर को चली जाइथिबा मोर स्त्री आउ पिला माने आउ थे मिलिबेनी कि झगड़ारे तो केबे नुहे कोर्टर चक्कर काटिले मिलिबनी प्रथमे प्रभु जीशु ख्रीष्टंकर पाद धरिबा ताहाले जाई ताहाले निश्चय मिल जिवे सेथिपई कोन दरकार जानिचंती कि प्रिय माने कहंतु देखि सेथिपई धैर्य दरकार घरे धैर्य दलरे धैर्य ता चारिपटे थिबा लोक माने तांको ऊपर को झगड़ा करिया पे आसिले तांको पत्थर मारिबा को आसिले दाऊद कहले मते मारिले कौन मिलिबो समस्या दूर हब नाही प्रिय भाई शुणंतु स्त्री को मारिबा द्वारा समस्या दूर हब नाही भौणी शुणंतु स्वामी को धमकेइले समस्या दूर हब नाही किंतु परिवार व्यवस्था को जे आरंभ करिसेंती सेई प्रभुंक पाखकू आपण आपणक स्त्री जाई जेतेबेले से समस्या को कहिबे आपणकू तार समाधान मिलिबो एई कथा केवल जो व्यक्ति आत्मा चले केवल से ही करि परिबो दाऊद कौन कले जानती कि अन्याय रे ता ऊपर को जेतेबेले ता निज लोक माने उठुथिले हाथ उठाउथिले दाऊद कौन कले जानती परमेश्वर को निकट को गले भौणी बारंबार आपणक स्वामी आपणक ऊपर को हाथ उठाउछि कि भाई बारंबार आपणक स्त्री आपणक ऊपर को हाथ उठाउछंती कि किबा आपणक अभिशाप दउछंती कि दुख दउछंती कि धैर्यर सहित सम्मुखीन हुअन्तु यह मुश्किल विषय एही प्रकार स्वामी और स्त्री को सहिबा कष्टकर विषय कौन करिवे कहंतु तांको छाड़ी देबे कि छाड़पत्र दे देबे किछि ग्यारंटी अछि कि तापरे जो स्वामी किबा स्त्री मिलिबे जोसेफ भलिया हेइतिबो किछि ग्यारंटी अछि कि ऋत भलिया हेइतिबो किछि ग्यारंटी अछि कि किछि ग्यारंटी नाही
किंतु ग्यारंटी सहित उत्तर देवा वाला परमेश्वर अछंती। से ही प्रभु जीशु ख्रीष्ट अटंती। सेठिकी जातु। समस्या किछि भी थाउ, ऑफिस रे थाउ, कुटुंब मानक भितर हो, सांग मानक भितर हो, किंबा चाकरी क्षेत्र रे हो, पार्टनर सहित भी हो, समस्या किछि भी थाउ ना कहीं तरुआल उठेले समस्या दूर हब नाही, हाथ में हथियार धरले समस्या दूर हब नाही, कोर्ट चक्कर लगेले समस्या दूर हब नाही, परमेश्वर पाद तल को आसबार समस्या दूर हब। भूलंतु नहीं, समस्यार समाधान मिलिबो। एई कथा को विश्वास करुथुबा स्वामी स्त्री आ पिला माने जदि अछंती आसंतु, प्रार्थना रे सहभागी हुअन्तु। पवित्र परमेश्वर पिता, धैर्य आम घरे रही थाओ, आउ आम दल मध्य थाओ। आम चारिपटे थिबा लोक माने आमको आघात दबा पाई, आमको दुख देबा पाई, आम विषय आलोचना कले मध्य पिता आमको कष्ट पहुंचेबा पाई, शांति रहित करिबा पाई जे जेते चेष्टा कले सुद्धा पिता आमे निराश हबु नाही, आमे हताश हबु नाही, आमे व्याकुल हबु नाही। एमती लोक माने आम चारिपटे थिले मध्य दाऊदंकर परी पिता तुम ऊपर निर्भर रखिबा पाई आपणक पाद तलक आसीबा द्वारा पिता आमे माने जा हरैछु ता आउ थरे पाई जिबा। स्वामी को हरैथिबा, स्त्री को हरैथिबा, पिला मान को हरैथिबे, परी लोक माने आजी एई समय केवल गोटिए काम करिवे, धैर्यर सहित आपणकर पाद तलक आसीबा, आउ पुणी थरे जहां आमे हरैछु से गुडी को पाई जिबा। एई परी अनुग्रह, एई परी दया प्रत्येक जन को करि दियंतु। चली जाइथिबा चाकरी, चली जाइथिबा व्यवसाय, चली जाइथिबा परिवार, चली जाइथिबा साक्ष्य को सुद्धा आउ थरे पाई परिबा। जो माने एबे प्रार्थना करूचंती से प्रत्येकंकर प्रार्थना को शुणंतु। जीसुंक नाम मागिलु, आमीन। आमर ठिकणा कालवरी, पोस्ट बॉक्स नंबर 30, कुकटपल्ली, हैदराबाद 72।